ବିଷ୍ଟମ ନାମକ ଲେସାନ୍ ଆଲବାଟ୍ରସ୍ ଜାତିର ସାମୁଦ୍ରିକ ପକ୍ଷୀ 74 ବର୍ଷରେ ଅଣ୍ଡା ଦେଉଛି, ଯାହାକି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ 74 ବର୍ଷ ପରିଣତ ବୟସରେ ଅଣ୍ଡା ଦେବା ଘଟଣା ପକ୍ଷୀ ପ୍ରେମୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଉତ୍ତର ଆମେରିକାର ହାୱାଇ ଉପଦ୍ୱୀପ ଅନ୍ତର୍ଗତ ମିଡୱେ ଆଟଲ୍ ଜାତୀୟ ପକ୍ଷୀ ବିହାରକୁ ଫେରିଥିବା ବିଷ୍ଟମ ନାମକ ଲେସାନ୍ ଆଲବାଟ୍ରସ୍ ଜାତିର ସାମୁଦ୍ରିକ ପକ୍ଷୀଟି ଏଭଳି ବିରଳ କୀର୍ତ୍ତି ସ୍ଥାପନ କରିଥିବା ଜଣାପଡ଼ିଛି। ଏହା ତାର 60ତମ ଅଣ୍ଡା ବୋଲି ଅନୁମାନ କରାଯାଉଛି। ମିଡୱେ ଆଟଲ୍ ପକ୍ଷୀ ବିହାରକୁ ପ୍ରତିବର୍ଷ ଲକ୍ଷାଧିକ ସାମୁଦ୍ରିକ ପକ୍ଷୀ ଆସି ଅଣ୍ଡା ଦେବା ସହ ତାକୁ ଉଷୁମାଇ ଛୁଆ ଫୁଟାଇଥାନ୍ତି। ତେବେ ବିଷ୍ଟମ ଓ ତାର ସାଥୀ ପକ୍ଷୀ ଆକିକମାଇ ପ୍ରଶାନ୍ତ ମହାସାଗରରେ ଥିବା ଏହି ପକ୍ଷୀ ବିହାରକୁ 2006 ମସିହାରୁ ନିୟମିତ ଆସି ସେଠାରେ ଅଣ୍ଡା ଦେବା ସହ ତାକୁ ଉଷୁମାଉଥିଲେ। ମାତ୍ର ସାଥୀ ଆକିକମାଇ ବହୁ ବର୍ଷ ହେଲା ସେଠାରେ ଆଉ ଦେଖାଯାଉନଥିବା ବେଳେ ଗତ ସପ୍ତାହରେ ବିଷ୍ଟମ ଜଣେ ନୂଆ ସାଥୀ ସହ ସେଠାରେ ପହଞ୍ଚି ଅଣ୍ଡାଦାନ କରିଥିଲା। ଏଥର ତା ଅଣ୍ଡାଟି ଉଷୁମା ହୋଇପାରିବ ବୋଲି ପକ୍ଷୀ ବିହାର କର୍ମକର୍ତ୍ତାମାନେ ଆଶାବାଦୀ ଅଛନ୍ତି। ସୂଚନା ଅନୁଯାୟୀ ଆଲବାଟ୍ରସ୍ ପକ୍ଷୀକୁ ଅଣ୍ଡା ଉଷୁମାଇବା ପାଇଁ 2 ମାସ ଲାଗିଥାଏ ଏବଂ ଅଣ୍ଡାରୁ ଛୁଆ ଫୁଟାଇବାର ପ୍ରାୟ 5 ମାସ ପରେ ଛୁଆଟି ଉଡ଼ି ସମୁଦ୍ର ଆଡ଼କୁ ଯାଇଥାଏ। ସେମାନେ ଅଧିକାଂଶ ସମୟ ସମୁଦ୍ର ଉପରେ ଉଡ଼ି ଉଡ଼ି ଖାଦ୍ୟ ସଂଗ୍ରହ କରିଥାନ୍ତି। ବିଷ୍ଟମ 1956 ମସିହାରେ ଏକ ପ୍ରାପ୍ତ ବୟସ୍କ ପକ୍ଷୀର ମାନ୍ୟତା ପାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା 30ଟି ଛୁଆଙ୍କୁ ବଢ଼ାଇ ସାରିଛି। ଲେସାନ୍ ଆଲବାଟ୍ରସ୍ ଜାତିର ପକ୍ଷୀଗୁଡ଼ିକ ସାଧାରଣତଃ 68 ବର୍ଷ ଯାଏଁ ବଞ୍ଚୁଥିବା ବେଳେ ବିଷ୍ଟମ ଅଦ୍ୟାବଧି ଅତିରିକ୍ତ 6 ବର୍ଷ ବଞ୍ଚିସାରିଛି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।